ବୁଝିଲ ନାନୀ, ଯେତେବେଳେ କାର୍ଗିଲ ଯୁଦ୍ଧ ହେଇଥିଲା ମୁଁ ଯାଇଥିଲି ବା। ଆଉ ଯେଉଁ ଯୁଦ୍ଧକିରେ ଗୋଟାଏ ଗୁଳି ତ ଆସି ମୋ ଦେହରେ ବାଜିଗଲା। ସତରେ ବା, ବିଶ୍ୱାସ କରିବୁନି, ଗୋଟାଏ ଗୁଳି ଆସିକି ମୋ ଦେହରେ ବାଜି ଯାଇଥିଲା। ହଁ, ମୁଁ ଝାଡ଼ି ଦେଲି ଏମିତି କରି ହାତରେ। ଆରେ ବିଶ୍ୱାସ କରିବୁନି ବା, ଏମିତି ହାତରେ ଖାଲି ଝାଡ଼ିଦେଲି, ଯେ ଗୋଟା ସଡ଼ର କିନି ପଳେଇଗଲା। ବୁଝିଲୁ ନା। ସେ ତୁ ତୁ ଧରିବୁ, ବନ୍ଧୁକ ଧରିବୁ କହୁଛୁ। ଆରେ ରହ, ଧରିବୁ ତ, ସେ ବେଳ ଆସୁ ଧରିବୁ ତ ବନ୍ଧୁକ ଧରିକିରି ଖାଲି ଢିକି 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 ଫୁଟେଇବୁ ଆଉ। ହଁ, ତାର ଯେଉଁ ମଜା କିରେ, ସେତେବେଳେ ଯାଇଥିଲି, ସେ ଗୁଳିଟା ଯେତେବେଳେ ଆସିଲା ମୁଁ ଏମିତି ହାତଟାକୁ ଦେଖେଇ ଦେଲି। ଯେମିତି ଦେଖେଇ ଦେଇଛି ସେ ଗୁଳି ତ ତା ହାତରେ ପଳେଇ ଗଲା ଆଉ। ହେଇଟି ତୁ, ଆରେ କ'ଣ ତୁ 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 ବ୍ୟସ୍ତ ହନା, ତୁ ଏତେ ବ୍ୟସ୍ତ ହେଇଗଲେ ହବ କି? ଏବେ ମୁଁ ଯାଉଛି କ'ଣ କରିବା କହିଲୁ, ମଲ୍ଲ କୁସ୍ତି ମାନେ ଜିମ୍। ତୁ ବି ମୋ ସାଙ୍ଗରେ ଯିବୁ ଜିମ୍ କରିବା? ହଁ ହଁ ହଁ, ମିଶିକିରି ଆମେ ଦୁଇ ଜଣ ଯାକ ଯିବା, ଜିମ୍ କରିବା। ଜେଜେ ଆଉ ନାତୁଣୀ, ମୋ ନାନୀ ଆଉ ମୁଁ, ଆମେ ଯିବା ଜିମ୍ କରିବା। ହଁ ନିଶ୍ଚୟ ନିଶ୍ଚୟ ଯିବା। ତୁ ଆଉ ମୋତେ ଅଥୟ କରନା, ଅଥୟ କରି ପକେଇଲେ ସବୁ ସରିଯିବ। ଯିବି ତ କହିଲି ଆଉ, ହଁ ଯିବା। ତୁ ଏତେ ବ୍ୟସ୍ତ ହେଇଯାଉଛୁ ରେ ମା। ଓ ଓ ବୁଝିଲୁ ନାନୀ, ନାନୀ ଲୋ, ମୁଁ ଆଜି ଥରେ କ'ଣ, ଆଜି ଏଇ ବାଟରେ ଆସୁଥିଲି, ଦୁଇଟା ଗାଈ ମୋତେ ଡାକିଲେ, ଭାଇ ଟିକେ ଶୁଣିଲ, ଭାଇ ଟିକେ ଶୁଣିଲ। ମୁଁ କହିଲି କ'ଣ ହେଲା, କ'ଣ ହେଲା? ମାନେ ଗାଈ ଦୁଇଟା ବା। ହେଇଟି ଆଡ଼େ ଅନା ମ, ହେଇ ବେକାର, ମୁଁ ଆଡ଼େ ଗପୁଛି, ସେ ସିଆଡ଼େ ଅନେଇଛି। ଶୁଣ ବା, ହେଇଟି ଇଆଡ଼େ ଅନା, ମୋତେ ଟିକେ ଅନଉନୁ, ତୁ ସିଆଡ଼ୁ କୁଆଡ଼େ ଅନେଇଛୁ? ଦୁଇଟା ଗାଈ ମୋତେ ଡାକିଲେ, ଭାଇନା ଟିକେ ଶୁଣିବ। ମୁଁ ତା ରହିଗଲି ଆଉ। ମୁଁ କହିଲି କ'ଣ ହେଲା କି? ତ ଗାଈମାନେ ମୋତେ ସେଇଠୁ କ'ଣ କହିଲେ ଜାଣିଛୁ? ତୁ ବିଶ୍ୱାସ କରିବୁନି, ମୋତେ କହିଲେ, ଭାଇ ଆମକୁ ସେ କୁକୁରଟା ଆସି କାମୁଡ଼ି ଦେଲା। ମୁଁ କହିଲି କ'ଣ ହେଲା? କୁକୁରଟା ଆସି ତୁମକୁ କାମୁଡ଼ି ଦେଉଛି? ଡାକିଲି ସେ କୁକୁରକୁ, ହେଇ ଏଠିକା ଆଇଲୁ, ଏଠିକା। ସେ କୁକୁର ଆସିଲା। ହଁ ବା, ଆସିଲା। ମୁଁ ତାକୁ କହିଲି, ମିଛ ନୁହେଁ ବା, ସତ କଥା। କୁକୁର ଆଇଲା, ମୁଁ ତାକୁ କହିଲି, ହେଇ ତୋତେ କିଏ କହୁଛି ଏମାନଙ୍କୁ କାମୁଡ଼ିବାକୁ ସବୁ? ସେମାନେ ତ ତାଙ୍କ ରାସ୍ତାରେ ଯାଉଛନ୍ତି। ତୁ ସାଡ଼କୁ ଅନେଇଲେ ମୁଁ କେମିତି କହିବି ଯେ? ତୁ ଆଡ଼କୁ ଅନେଇବୁ ନା ଆଉ। ଶୁଣୁ, ସେଠୁ କୁକୁରକୁ ପାଟି କଲି ଧରିକି, ମୁଁ କହିଲି, ହେଇ 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 ହେଇ, ଏମିତି କାମ ଜମା କରିବୁ ନାହିଁ।